ସେତେବେଳେ ମୋତେ 20 ବର୍ଷ ବୟସ ହୋଇଥାଏ। ଛୋଟ ପିଲା, ଛୋଟ ଆଶା, ବହୁତ କିଛି ସ୍ୱପ୍ନ ଥାଏ ମନରେ। ନାଚ ଗୀତ ପ୍ରତି ମୋର ବହୁତ ଆଗ୍ରହ ଥାଏ, କାହିଁକିନା ମୋତେ ନାଚ ଗୀତ ବହୁତ ପସନ୍ଦ। ସ୍ପେଶିଆଲି ଗୀତ ପାଇଁ ମୁଁ ପାଗଳ ହୋଇଯାଏ। କିନ୍ତୁ ମୋତେ ସେ ସୁଯୋଗ ମିଳିନଥିଲା ଯେ କି ମୁଁ ଯାଇକି ଗୀତ ଶିଖିପାରିବି, କେଉଁଠି ଗାଇପାରିବି। ହଁ, ମୁଁ ଗାଏ ସ୍କୁଲରେ, କଲେଜରେ। ମୁଁ ସେତେବେଳେ କଲେଜରେ ପଢ଼ୁଥିଲି, ତ ମୁଁ ସ୍କୁଲ କଲେଜରେ ଫଙ୍କସନ୍ ହେଲେ ମୁଁ ଗୀତ ଗାଏ। କିନ୍ତୁ ମୋତେ କେବେ ସୁଯୋଗ ମିଳେନି ବଡ଼ ବଡ଼ ଷ୍ଟେଜ୍ରେ ଗୀତ ଗାଇବା ପାଇଁ। ନା ମୁଁ ସେତିକି ଶିଖିଥିଲି ଯାଇକି ମୁଁ ବଡ଼ ବଡ଼ ଷ୍ଟେଜ୍ରେ ଗୀତ ଗାଇପାରିବି ବୋଲି। କିନ୍ତୁ ଗୋଟେ ଜାଗା ଥିଲା, ଆଉ ମୁଁ ସେଇଠିକି ଯାଇଥିଲି, ଆଉ ମୁଁ ଗୀତ ବି ଗାଇଲି। ତ ସେଇଠି ଯାଇକି ଗୀତ ଗାଇ ସାରିଲା ପରେ ମୋତେ ସମସ୍ତେ ବହୁତ ପ୍ରଶଂସା କରିଥିଲେ କି ମୁଁ ବହୁତ ସୁନ୍ଦର ଭଏସ୍, ମୋର ବହୁତ ସୁନ୍ଦର ମୁଁ ଗୀତ ଗାଉଛି। ତାପରେ ସେଇଠୁ ଆରମ୍ଭ ହେଲା ଗୋଟେ ବଢ଼ିଆ ସୁନ୍ଦର ଲଭ୍ ଷ୍ଟୋରି। ସେଇଠି ଜଣଙ୍କ ସହିତ ମୋର ଦେଖା ହେଇଥିଲା, କିନ୍ତୁ ମୁଁ ତାଙ୍କୁ ଜମା ବି ଜାଣିନଥିଲି। କିନ୍ତୁ ସିଏ ମନେ ମନେ ମୋତେ ବହୁତ ପସନ୍ଦ କରିଦେଇଥିଲେ। ଆଉ ରେଜିଷ୍ଟରରେ ଯେତେବେଳେ ମୁଁ ମୋ ଫୋନ୍ ନମ୍ବର ଦେଇଥିଲି, ସିଏ ମୋ ଫୋନ୍ ନମ୍ବରଟାକୁ ବି ରଖିଦେଇଥିଲେ। କିନ୍ତୁ କେବେ ସେ ସାହସ କରିକି ମୋତେ ଫୋନ୍ କରନ୍ତିନି। ବାସ୍ ଯେତେବେଳେ ତାଙ୍କର ସେଇଠି କିଛି ବି ପ୍ରୋଗ୍ରାମ୍ ହୁଏ, ତ ସିଏ ମୋତେ ଖାଲି ଗୋଟେ ଛୋଟ ମେସେଜ୍ଟେ କରନ୍ତି ଯେ ଆମର ପ୍ରୋଗ୍ରାମ୍ ହେଉଛି, ଆପଣ ଯଦି ପାର୍ଟିସିପେଟ୍ କରିବେ ତାହେଲେ ଆସିପାରିବେ। ମୁଁ ବି କେବେ ବି କଥା ହେଇନି ତାଙ୍କ ସହିତ, ଯେହେତୁ ମୁଁ ଛୋଟ ପିଲା ଥିଲି, ତ ମୁଁ ସେତେବେଳେ କଥା ହେଇନଥିଲି। ଧୀରେ ଧୀରେ ମୁଁ ତାଙ୍କୁ ଚିହ୍ନିଲି, ତାଙ୍କୁ ଜାଣିଲି, ତାଙ୍କ ସହିତ କଥା ହେଲି। ତାପରେ ହଠାତ୍ ଦିନେ ଫେସବୁକ୍ରେ ମୁଁ ତାଙ୍କ ଫଟୋଟା ଦେଖିଲି, ତାଙ୍କ ଆଇଡ଼ି ଦେଖିଲି। ତ ଭାବିଲି ମୁଁ ତ ଆଙ୍କୁ ଜାଣିଛି, ଆଙ୍କ ସହିତ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇବି ଆଉ କଥା ହେବି। କିନ୍ତୁ ତା ପୂର୍ବରୁ ସିଏ ବହୁତ ଜାଗାରେ ମୋତେ ଖୋଜିଛନ୍ତି। ଆମ ଘର ପାଖାପାଖି ପିଲାଙ୍କୁ ବି ପଚାରିଛନ୍ତି ଯେ ସେ ଝିଅ କିଏ, ତା ଘର କେଉଁଠି, ସେ କ'ଣ କରେ, କେମିତି ସେ ଝିଅ। ତ ସିଏ ବହୁତ କିଛି ପଚାରିକି ବୁଝିଥିଲେ। ଆଉ ତାପରେ ଯେତେବେଳେ ଫେସବୁକ୍ରେ ଆମେ ଦୁଇ ଜଣ କଥାବାର୍ତ୍ତା ହେଲୁ, ତ ସେ ଗୋଟେ ମେସେଜ୍ ଯଦି ଗୋଟେ ଦିନରେ କରିଥାନ୍ତି, ମୁଁ 3 ଦିନ ପରେ ତା'ର ରିପ୍ଲାଏ ଦେଉଥିଲି। ତ ରିପ୍ଲାଏ ହିଁ ଜଲ୍ଦି ଦିଏନି ମୁଁ। ତାପରେ ଫେସବୁକ୍ରୁ ସେ ମୋତେ ଦିନେ ହ୍ୱାଟ୍ସଆପ୍ ନମ୍ବର ମାଗିଥିଲେ, ଆଉ ମୁଁ ହ୍ୱାଟ୍ସଆପ୍ ନମ୍ବରଟାକୁ ଦେଇଥିଲି ତାଙ୍କୁ। ଫେସବୁକ୍ରୁ ହ୍ୱାଟ୍ସଆପ୍ରେ ଆମେ କଥା ହେଲୁ। କଥା ହେଇସାରିଲା ପରେ ମୁଁ ଗୋଟେ ଦିନ ତାଙ୍କୁ କଲ୍ କରିଥିଲି। ତ ବହୁତ ସାରା ସେ କଥା କହିଲେ, ଯେମିତି ମାନେ ମୁଁ ଗୋଟେ ହଜି ଯାଇଥିଲି, ହଜିବା ମଣିଷ, ଆଉ ସେ ମୋତେ ପାଇଯାଇଛନ୍ତି, ଆଜି ସବୁ ପ୍ରକାର କଥା କହିଦେବେ। ତ ସେ ମୋ ସହିତ ବହୁତ ଗପିଲେ, ବହୁତ କଥା ହେଲେ। ତାପରେ ସେଇଟା ଆମର ଲାଷ୍ଟ କଥା ହେଲା। ତ ମୁଁ ତାପରେ ଆଉ ଜମା ବି ତାଙ୍କ ପାଖକୁ କଲ୍ କରିନଥିଲି। କିନ୍ତୁ ତାପରେ ତାଙ୍କର ଯେହେତୁ ସେ ପୁଅ, ମୁଁ ଝିଅ, ମୁଁ ଲୋକାଲ୍ ପିଲା ଥିଲି, ତ କାଳେ ମୁଁ କ'ଣ ଖରାପ ଭାବିବି ନ ଭାବିବି, କ'ଣ ଭାବିକି ସେ ମୋତେ ଜମା ବି କଲ୍ କରନ୍ତିନି। 2-3 ଦିନ ପରେ ତ ସେ ଆଉ ଥରେ ଫୋନ୍ କଲେ, କହିଲେ ଭୁଲିଗଲ କି ମୋତେ? ତ ମୁଁ କହିଲି ନାଇଁ, ମୁଁ ଭୁଲିବି କାହିଁକି, ମନେ ରଖିଛି। ସେଇଠୁ ଆମର ପ୍ରାୟତଃ ରେଗୁଲାର କଥାବାର୍ତ୍ତା ଚାଲେ। ବେଳେବେଳେ ତାଙ୍କ ସହିତ ରାସ୍ତାରେ ଗଲାବେଳେ କି କେଉଁଠି କ'ଣ ମାର୍କେଟ ଗଲେ, ତ ଏମିତି କେତେବେଳେ କ'ଣ ଦେଖା ବି ହେଇଥିଲା। ବାସ୍ ସେତିକି। ତାପରେ ଧୀରେ ଧୀରେ କଥାଟା ପ୍ରେମ ଆଡ଼କୁ ପଳେଇଲା। ତାପରେ ଧୀରେ ଧୀରେ ପ୍ରେମ ହେଲା। ପ୍ରେମ ହେବାର କିଛି ଦିନ ଯାଇଛି, ଘରେ ବି ଜାଣିଲେ। ଘରେ ଜାଣିଲା ପରେ ବହୁତ ଗାଳି କଲେ, ସମସ୍ତେ ମିଶିକି ଗାଳି କଲେ। ତ ଘରେ ବହୁତ ଡିଷ୍ଟର୍ବାନ୍ସ ହେଲା। ଘରେ କହିଲେ କି ନା, ହେଇପାରିବନି, ଯେହେତୁ ମୁଁ ବ୍ରାହ୍ମଣ ଝିଅ ଥିଲି ଆଉ ସେ ଖଣ୍ଡାୟତ ଜାତିର ଥିଲେ। ତ ମୋ ପାଇଁ କିଛି ଜାତି ଅଜାତି କିଛି ବି ଫରକ ପଡ଼େନି, କାହାରି ପାଇଁ ପଡ଼ିବା କଥା ନୁହଁ। କିନ୍ତୁ ଯେହେତୁ ସେମାନେ ବାପା ମା', ତ ତାଙ୍କର ବି କିଛି ଇଚ୍ଛା ଥିବ, ସ୍ୱପ୍ନ ଥିବ। ମୁଁ ସାନ ଝିଅ ଥିଲି, ତ ତାଙ୍କର ବି କିଛି ଇଚ୍ଛା ଥିବ, ସ୍ୱପ୍ନ ଥିବ, ତ ତାଙ୍କର ବି କହିବାଟା ଠିକ୍ ଥିଲା। ତାପରେ ତାଙ୍କର ବହୁତ ଭଲ ପାଇବା ମୋ ପ୍ରତି ଦେଖିକି ଆମ ଘର ଲୋକ ବି ରାଜି ହେଇଗଲେ। ଆମର ବାହାଘର ହେଲା।
बाहागर पर एबे आपर गोटे कुनी झील भी होती सी ए 4-5 वर्षर हो गला। तो मो संसार बहुत भलरे बहुत खुशी चलती। तो भगवान को एति प्रार्थना करी भगवान को पाखरे जे भगवान मो संसार को एमती सुखरे एमती आग को बढ़ाऊ था। बस एति चाहूँगी मोर आ जीवन में किसी इच्छा ना। मु भगवान को केबे भी मागेनी कि मते बहुत भल चाकरी दे दियो, बहुत पैसा दे दियो, बहुत भल घर दे दियो। मो पाखे जी अच्छे मु बहुत खुशी, बहुत 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 खुशी। भगवान मते बहुत किसी देइचंती। मु चाहे भगवान मो पाखे से जिनस जहाँ मते देइचंती सब मो पाखे थाओ आ सबू एमती मो जीवनटा भलरे कटू, सुखरे कटू, बहुत भलरे कटू। आ जे माने मो वीडियो देखुचंती से मानक जीवन भी बहुत भलरे बहुत सुंदर कटू। आ सेतिकी भगवान को पाखे डाकिबी, आ तो किसी कर परिबिनी। आ सेतिकी डाकी दउची भगवान को पाखे जे समस्त को भगवान बहुत भलरे बहुत खुशी रखंतु।